ଚାଷୀଟି ନିଜ ବର୍ଷ ଯାକର ପରିଶ୍ରମ କରି ଅମଳ କରିଥାଏ ଧାନ। ଏବେ ଅମଳ କରିବା ସମୟ ଚାଷୀମାନେ ନିଜ ନିଜ ଖଳାରେ ଧାନ କାଟି ରଖିଥାନ୍ତି, କିନ୍ତୁ ସେହି ବର୍ଷକର ଫସଲ ଉପରେ ଏବେ ଚୋରଙ୍କ ନଜର। ଚୋରି କରୁଥିବା ସମୟରେ କାବୁ କରିଛନ୍ତି ଗାଁ ଲୋକେ 8 ଜଣ ଚୋରଙ୍କୁ। ସୂଚନା ମୁତାବକ ବରଗଡ଼ ଜିଲ୍ଲା ଓଦାବିରା ଥାନା ଅନ୍ତର୍ଗତ ଗୌଟିକା ଗାଁରେ ଗଲା ରାତିରେ ଧାନ ଚୋରି କରୁଥିବା ଅବସ୍ଥାରେ 8 ଜଣ ଚୋରଙ୍କୁ କାବୁ କରିଛନ୍ତି ଗାଁ ଲୋକେ। କିଛି ଦିନ ଆଗରୁ ଜଣେ ଚାଷୀଙ୍କ ଖଳାରୁ ଧାନ ଚୋରି କରି ନେଇଥିଲେ। ଚୋରଙ୍କୁ ଧରିବା ପାଇଁ ଗାଁ ଲୋକେ ଜଗି ରହିଥିଲେ। ଗଲା ରାତିରେ ଗୋଟିଏ ମିନି ଟ୍ରକରେ ଧାନ ବସ୍ତା ଭର୍ତ୍ତି କରୁଥିବା ସମୟରେ କାବୁ କରି ନେଇଥିଲେ। ଚୋରମାନେ ସମ୍ବଲପୁର ଜିଲ୍ଲା ଜୁଜୁମରା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ସେଥିମଧ୍ୟରୁ 4 ଜଣ ନାବାଳକ ଅଛନ୍ତି। ଓଦାବିରା ପୋଲିସକୁ ଖବର ଦେଲା ପରେ ଗୌଟିକାକୁ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।